ପାଟଣା ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଗୁରୁତର। ପାଟନା ଥାନା ମିର୍ଗିଖୋଜି ପଞ୍ଚାୟତ ଅସନବାହାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏକ ମହିନ୍ଦ୍ରା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରାକ୍ଟର ଇଞ୍ଜିନ ତଳେ ଡ୍ରାଇଭର ସମେତ ଅନ୍ୟ ଜଣେ ଚାପି ହୋଇଥିଲେ। ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ପାଟନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭର ଜଣକ ହେଉଛନ୍ତି ଅସନବାହାରୀ ଭୂମିଜ ସାହିର ବିଶ୍ୱନାଥ ଭୂମିଜଙ୍କ ପୁଅ ରାଜେଶ ଭୂମିଜ 22 ବୋଲି ଜଣାପଡ଼ିଛି। ଗୁରୁତର ନାବାଳକ ଜଣକ ହେଉଛନ୍ତି ରାଜେଶର ନାବାଳକ ଶଳା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।